ଏ ଗୋଟେ ବଡ଼ ଦୁଃଖର ବିଷୟ ଯେ ବର୍ତ୍ତମାନ ଏଡ଼େ ସୁନ୍ଦର ରଥଯାତ୍ରା ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀଙ୍କର ସହଯୋଗରେ ଏବଂ ଦଇତାପତିମାନଙ୍କୁ ଡାକିକିରି ଯେଉଁ 2071 ମସିହାରେ ଯେଉଁ ରଥଯାତ୍ରା ହେଇଥିଲା ସେଭଳି ଭାବରେ 2024 ଯେଉଁ ବିରଳ ରଥଯାତ୍ରା କରାଗଲା ତା ଦେହରେ ଦଇତାପତିଙ୍କର ଯେଉଁ ଅକ୍ଳାନ୍ତ ପରିଶ୍ରମ ହେଇଥିଲା। ତେଣୁକରି ସେ ସବୁ ରଥଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ ଯେଉଁଭଳି ଭାବରେ ସମସ୍ତ ସେବାୟତଙ୍କର ବି ସହଯୋଗ ଥିଲା, ଅତି ସୁନ୍ଦର ଭାବରେ ରଥଯାତ୍ରା ହେଇଥିଲା। ଏବଂ ଦଇତାପତି ମାନଙ୍କର ଆଜି ନୁହଁ ପ୍ରତ୍ୟେକ ବର୍ଷ ଆମର ସହାୟକ ପାସ୍ ଆମକୁ ଦିଆଯିବ। କାହିଁକିନା ଦଇତାପତି ମାନେ ମହାପ୍ରଭୁଙ୍କର ଯେତେବେଳେ ଯାତ୍ରାକୁ ମହାପ୍ରଭୁଙ୍କ ସାଙ୍ଗରେ ଯାଆନ୍ତି ତାଙ୍କର ଲୋକଙ୍କର ଆବଶ୍ୟକତା ଥାଏ, ଟ୍ରଙ୍କ ଉଠେଇବେ, ରଥ ଉପରେ ଆମେ ଦିନ ରାତି ମହାପ୍ରଭୁଙ୍କୁ ଜଗିକି ବସିବୁ, ଆମ ପାଇଁ ପାଣି ଆଣିବେ, ଆମ ପରେ ବିଭିନ୍ନ ପ୍ରକାର ସେବା ସେମାନେ କରିଥାନ୍ତି। ତେଣୁକରି ଆମେ ସହାୟକ ପାସ୍ ନେଇଥାଉ। ସେ ସହାୟକ ପାସ୍ ନେଇକରି ସେ ସେଠି ତା ଉପରକୁ ଯାଇଥିଲେ। ଆଉ ସିଏ ଜଣେ ଏଭଳି ଭକ୍ତ ଯୋଉଠି କସ୍ତୁରୀ ଯୋଉଠି ମୁଣ୍ଡ ମାନେ ମିଳୁନାହିଁ ସେ ଏଥର କସ୍ତୁରୀ ଆଣିକରି ବହୁତ ପଇସା ମୂଲ୍ୟବାନ କସ୍ତୁରୀ ଆଣିକରି ଚନ୍ଦନ ଲାଗିରେ ଦେଇଥିଲେ। ସେ ଜଣେ ବଡ଼ ଭକ୍ତ ଥିଲେ ଏବଂ ତାଙ୍କୁ ରଥ ଉପରେ ଯେଉଁଭଳି ଭାବରେ ମାନେ ମୁଖ୍ୟ ପ୍ରଶାସକ ଧକ୍କା ଦେଇକରି ଭିଡ଼ିକିରି ଆଣିକି ତାଙ୍କ ପାସ୍ ପତ୍ର କାଢ଼ିଲେ ସେ ଅତି ନିନ୍ଦନୀୟ। ସେଥିପାଇଁ ଆମେ କୌଣସି ପ୍ରତିବାଦ କରିନୁ, ସେ ତାଙ୍କ କାମ କରିଛନ୍ତି। ଆଉ କରିସାରିଲା ପରେ ବର୍ତ୍ତମାନ ରଥଯାତ୍ରା ସରିଲା ପରେ ପୁଣି ଆସିକିରି କାଲି ଗୋଟେ ଦଇତାପତି ନିଯୋଗ, ଗୋଟେ ବଡ଼ ନିଯୋଗ ଦଇତାପତି ନିଯୋଗର ସେକ୍ରେଟାରୀ କାଲି ଗୋଟେ ଏଭଳି ଭାବରେ ଗୋଟେ ଚିଠି କରାଯାଇଛି ଏବଂ ତାକୁ ପୁଣି ମିଡ଼ିଆକୁ ଦିଆଯାଇଛି। ତେଣୁକରି ଏସବୁ ଜିନିଷର ଅତି ମାନେ ଦୁଃଖଦ ଘଟଣା। ଏତେ ଆମେ ଯେତେବେଳେ ସେ ଦାୟିତ୍ୱ ନେଲେ ଆମର ସମ୍ପୂର୍ଣ୍ଣ ସହଯୋଗ ତାଙ୍କ ସାଙ୍ଗରେ ଥିଲା ଯେ ମହାପ୍ରଭୁଙ୍କର ସବୁ ଯାତ୍ରା ସହଯୋଗ କରିବା, ତାଙ୍କୁ ଆମେ ସମସ୍ତ କଥା କହିଥିଲୁ। କିନ୍ତୁ ରଥ ସରିଲା ପରେ এইଭଳି ଯେଉଁଭଳି ଭାବରେ ଅପମାନଜନକ ଭାବରେ କାଲି ସମ୍ପାଦକକୁ ଚିଠି ଦେଇଛନ୍ତି ଦଇତାପତି ନିଯୋଗକୁ, ତେଣୁ ବଡ଼ ଦୁଃଖର ବିଷୟ। ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନହେଲେ ଆସନ୍ତାକାଲି ଚକ୍ରବୁଲା ଏକାଦଶୀ, ଆଗାମୀ 4 ତାରିଖରେ ହେଉଛି। ସେ ଭାବିଲେ ଦଇତାପତିଙ୍କ କାମ ସରିଗଲା ବୋଲି, ତ 4 ତାରିଖ ଦିନ ହୀରା ନୀଳା ଚିତା ଲାଗି ହେବ। ତେଣୁକରି ୟାକୁ ଯଦି ପ୍ରତ୍ୟାହାର ନ କରାଯାଏ ଏବଂ ସଭାପତି ସମ୍ପାଦକକୁ ଡାକିକି ତାଙ୍କ ସାଙ୍ଗେ ଆଲୋଚନା ଯଦି ଦିନେ 2 ଦିନ ଭିତରେ କରା ନଯାଏ ତାହେଲେ ଟାଣୁଥାନ୍ତୁ 2 ତାରିଖ ଦିନ ଦଇତାପତି ନିଯୋଗର ବୈଠକ ବସିବ ଏବଂ 2 ତାରିଖ ଦିନ ଆପଣମାନଙ୍କ ଦ୍ୱାରା ଜଣେଇ ଦିଆଯିବ ଯେ ବର୍ତ୍ତମାନ କ'ଣ ଆଗାମୀ ଦିନକୁ ଆମେ କରିବାକୁ ଯିବୁ। ତେଣୁକରି ଏଇଟା ନିଶ୍ଚିତ ଭାବରେ ମନେ ରଖିଥାନ୍ତୁ। ତୁରନ୍ତ ଆମେ ଅନୁରୋଧ କରୁଛୁ ମୁଖ୍ୟ ପ୍ରଶାସନକୁ ସେ ଦଇତାପତି ନିଯୋଗ ସେକ୍ରେଟାରୀ ଡାକିକିରି ଯେଉଁ ଖବରକାଗଜ ମାଧ୍ୟମରେ ଯେ ଦେଇଛନ୍ତି ତାକୁ ପ୍ରତ୍ୟାହାର କରନ୍ତୁ। ଆଉ ସେ ପ୍ରକୃତରେ ସହାୟକ ପାସ୍ ପାଇଥିଲା କି ନାହିଁ ଆଗ ସେଇଟା ବିଚାର କରାଯାଉ। ସହାୟକ ପାସ୍ ମନ୍ଦିର ପ୍ରଶାସନ ଦେଇଛି, ଦଇତାପତି ନିଜେ ଆଲୋଚନା କରିକି ଦିଆଯାଏ। ଆଜି ନୁହଁ 100 ବର୍ଷ ହେଲା ଆମେ ସହାୟକ ଆମ ସାଙ୍ଗରେ ଯାଆନ୍ତି। ତେଣୁ ସହାୟକ ଆମର କେହି ବନ୍ଦ କରିପାରିବେ ନାହିଁ। ତେଣୁକରି ସେ ତ ଆଗାମୀ ରଥଯାତ୍ରାରେ ପଚରା କଥା ହେବା ସେ ବିଷୟରେ। କିନ୍ତୁ ସହାୟକକୁ ତମେ ତ କାଢିଲ, ତାକୁ ତ ଅପମାନିତ କଲ। ସବୁ କଲା ପରେ ପୁଣି ଗୋଟେ ଚିଠି ଦେଇକରି ତାଙ୍କର ଟଙ୍କା ବନ୍ଦ କରାଯିବ, ଏସବୁ ଜିନିଷ ଧମକ ଗୁଡ଼ାକ ଠିକ୍ ନୁହେଁ। ଆମେ ତାଙ୍କୁ ନିବେଦନ କରୁଛୁ ତୁରନ୍ତ ସମ୍ପାଦକଙ୍କୁ ଡାକିରି ଆଲୋଚନା କରନ୍ତୁ। ଜୟ ଜଗନ୍ନାଥ। ଚଳିତ ବର୍ଷ ରଥଯାତ୍ରା খুব সুন্দর କରାହେଇଛି, ଯେଉଁଟାରେ କି ରାଜ୍ୟ ସରକାର, ମନ୍ଦିର ପ୍ରଶାସକ, ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ସବ୍ ସେବାୟତ, ଆମର ମିଡ଼ିଆ ଭାଇମାନେ ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଖୁବ୍ ସୁରୁଖୁରୁରେ ହେଇଛି। ଶ୍ରୀଗୁଣ୍ଡିଚା, ସ୍ନାନ ପୂର୍ଣ୍ଣିମା, ସୁନାବେଶ, ଅଧରପଣା, ବାହୁଡ଼ା ଯାତ୍ରା ବଗେରେ ସମସ୍ତ ସୁନ୍ଦର ଭାବେ କରାଯାଇଛି, ଯେଉଁଥିରେ କି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ଆମର ଆଇନ ମନ୍ତ୍ରୀଙ୍କର ସବୁ ସମୟରେ ଦଇତାପତି ନିଯୋଗ ସାଙ୍ଗରେ ଆଲୋଚନା ହେଇ ସମସ୍ତ କାର୍ଯ୍ୟ କରାହେଇଛି। ତ ଚଳିତ ବର୍ଷ ରଥଯାତ୍ରା ଏତେ ସୁନ୍ଦର ହେଇଛି, ଦୀର୍ଘ 53 ବର୍ଷ ପରେ ଯେଉଁ 71 ମସିହାରେ ଯାହା କରାହେଇଥିଲା, 71 ମସିହା ରାତି 8ଟାରେ ପହଣ୍ଡି ହେଇଥିଲେ ଠାକୁର ରଥକୁ ଯାଇଥିଲେ। ଚଳିତ ବର୍ଷ ମୋର ଦଇତାପତି ଭାଇମାନେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁ ଦିନ 1 ସୁଦ୍ଧା ସମସ୍ତେ ଉଠି ଯାଇଥିଲେ ମହାପ୍ରଭୁ। ତାପରେ ମଧ୍ୟ 3 ରଥ ମଧ୍ୟ ଟଣା ହେଇଥିଲା। ସୋ ନିଶ୍ଚିନ୍ତ ଭାବରେ ଦଇତାପତି ମାନଙ୍କର ଯେଉଁ ତ୍ୟାଗ, ଦିନ ରାତି ଖାଟି ଯେଉଁ କାର୍ଯ୍ୟ କରିଛନ୍ତି, ଚଳିତ ବର୍ଷ ରଥଯାତ୍ରା ସମ୍ପୂର୍ଣ୍ଣ ଭାବରେ ହେଇଛି। ଯେଉଁଟାକି ଆପଣମାନେ କହୁଛନ୍ତି ମୋ ପାଖକୁ ତ କୌଣସି ଚିଠି ଆସିନାହିଁ, ଶୋକସ ଗୋଟେ ଶୋକସ ଆସିଛି, ସେ ଶୋକସର ଚିଠି ମୋ ପାଖକୁ ଆସିନାହିଁ। କାରଣ ଆମର ଦଇତାପତି ନିଯୋଗ, ମନ୍ଦିର ପ୍ରଶାସକ, ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ ସମସ୍ତ ଆଲୋଚନା ହେଇଛି। ଯେଉଁ ଆଲୋଚନାରେ ଆମର ଯେଉଁମାନେ ସହାୟକ ମାନେ ଥାଆନ୍ତି ସେ ସହାୟକ ମାନେ ରଥ ଉପରକୁ ଯିବେ, ରଥରେ ଆମର ଯେଉଁ ବାକ୍ସ ମାନେ ରଖିବେ, ରଖିବା ପରେ ଯେତେବେଳେ ଠାକୁରଙ୍କର ଶୋଧ ହେବ ସେତେବେଳେ ସମସ୍ତେ ଓହ୍ଲେଇ ଆସିବା ପାଇଁ ଆମର ଆଲୋଚନା କରାହେଇଥିଲା। ସେଇ ସମୟ ଭିତରେ କୌଣସି
आमମାନଙ୍କର ଶୋଧ ହୋଇନାହିଁ कि आम कहीं जाइनाऊ कि समस्त ठाकुर रथ उपरକୁ ଆସିନାହାନ୍ତି ଆମର ଯେଉଁ ଲୋକଟି କି मुख्य प्रशासक हो बा आम जो जिते भी पुलिस जी आइले से मत स्वमत तलू पलि आसो तापाई गोटे सामान्य छोट जिनस को एक गोटे मत अतिरंजित कर नोटिस करवा आउ मत कौन आपंकर माध्यम पाइली जो मो भाईटे से भाईर पैसाटा रोक करवा यहाँ मोर गोटे परिवार गोटे पिलार कहीं आमर जन्मर गोटे पिला 21 दिन पिला ये भाग हंती महाप्रभु को सेवा कले तो जिते यही अनुष्ठान दईतापति निजोगर गोटे परिवार जो कौन सी क्षति हम से 100 लोक आम एकाठी हम से कौन सन्देह ना से जो राज्य सरकार एत सुंदर रथ यात्रा एत सुंदर सबू यात्रा जो सुंदर भाव ये गोटे छोट छोट जिनस को एक कौन सी मत एक प्रत्याहार करा नहीं जाऊ जहाद्वारा एक अतिरंजित न करा कहीं काली अच्छी महाप्रभुंर चक्रवाला एकादशी जोटा कि दईतापति मान मुख्य अन्य मैंने भावुवे जे खाली रथयात्रा सरीगला दईतापति कम सरीगला 365 दिन जगन्नाथ महाप्रभुंर कार्य दईतापति मैंने करते माने समस्त श्रीरंगर कार्य करती काली चक्रवाला एकादशी अच्छी महाप्रभु महाप्रभु बाहर समस्त दईतापति मैंने एकाठी हे 2 हूँ 4 तारिख दिन महाप्रभुर असली हीरा लगे जो हीरा को सब दईतापति छोट टू बड़ पर्यंत समस्ते लगे जाकि महाप्रभु हीरा लगे से जो आमर गोटे गोष्ठीगत सेवा आम सेवार गोटे लोक जदि कम थी ताको आम न आइला पर्यंत आम महाप्रभु सेवा करें से जो ये जो जिनस यहाँ को मो निजोग तरफ प्रशासक को प्रत्याहार करने यहाँ संपूर्ण भाव प्रत्याहार करमती भविष्य में जहाँ हम पुणी नेक्स्ट रथ बड़े आम आलोचना मध्यम समस्त कार्य करा से जो एक सब जिनस को एत मीडिया को जीवाटा यथार्थ नाला मत कहीं कहना जे ये प्रकार गोटे जिनस होती मत जन था प्रशासक संगे आलोचना करते कौन है मत जिनसा से पड़ी था से गोटे सहायकर ताकू जहाँ अधिकार दिखाई सी तो मोर जिनसा नहीं ऊपर थोब ना सी जन वयोज्येष्ठ लोक जन दईतापति से जन वयोज्येष्ठ लोक ता लोकटी धरी धरी नहीं जी उपरको सी नहीं ऊपर रख तार ट्रंक बाक्स रखिए से ओल्लिक आसो सी ओल्लिक आसला जदिव प्रशासक डाकिले से ओल्ली आसी जिनस शुणु दईतापति मैंने के बाधाविघ्न करना नीति किंतु घटना हो महाप्रभुंर नीति की आपण जानीथे यही चलित रथयात्रा समस्त कार्य दईतापति मैंने विफर कर समस्त व्यवस्था बेली की जहाँ व्यवस्था बेली होता सब विफर कर सियाड़ जाऊनु आलोचना कर सब दईतापति भाई मैंने बसिक आम जहाँ निष्पत्ति नबू से ही करूँ।